नमस्कार। आपण जदि जड़े डायरेक्ट सेलर बा नेटवर्क मार्केटिंग रे काम करछन तेबे लोक माने आपन को अनेक प्रकार कहि लोक आपन भलो कले कहि खराब कले कहि तेणु लोकन कथा मन न धरी आपन आगो को आगे चलंतु आपन को कार्य आपन निरंतर प्रयास जारी रखंतु देखिबे निजे दिने ना दिने सक्सेस हे कारण देखंतु आपन को एक स्टोरी माध्यम रे मु कहूछि थरे बाप पुओ कोन कले किछि पैसा धरी से बाजार को गले एवं गधटिए किनिले सेमाने गधटी को धरिकी आसुଥାନ୍ତି ସେମାନେ ଦି ଜଣ ଭାବିଲେ ଗଧଟି ଭୋକିଲା ଅଛି ତା ଉପରେ କେହି ବସିବା ନାହିଁ ଆମେ ଦି ଜଣ ସାରା ଚାଲି ଚାଲି ଯିବା ଗଧକୁ ଦୌଡ଼ି ବାନ୍ଧିଦେଲେ ଏବଂ ଧରି ଧରି ନେଉଛନ୍ତି। ଏହି ସମୟରେ ଜଣେ ଦେଖିଲା କିଛି ଲୋକଙ୍କୁ କହିଲା ଦେଖ ରେ ଦେଖ ବାପ ପୁଅ ଦି ଜଣ କେତେ ବୋକା ସେମାନେ ଗଧଟିକୁ ପଇସା ଦେଇ କିଣିଲେ ଅଥଚ ଦି ଜଣ ସାରା ଚାଲି ଚାଲି ଯାଉଛନ୍ତି ସେମାନେ ମୁଣ୍ଡରେ ବୋହିକି ନେଇଯାଆନ୍ତୁ ଗଧକୁ। ଏପରି ଚିଡ଼େଇବାରୁ ସେମାନେ କ'ଣ କଲେ ତାଙ୍କ ପୁଅ କହିଲେ ବାପା ତୁମେ ତ ଠକି ଯାଇଥିବ ତୁମେ ଗଧ ଉପରେ ବସ ମୁଁ ଦୌଡ଼ି ଧରିଛି ଦୌଡ଼ି ଧରିକି ସେ ଚାଲୁଛନ୍ତି। କିଛି ବାଟ ଗଲା ପରେ କିଛି ଲୋକ କହିଲେ ଏଇ ଦେଖରେ ଦେଖ ତା ବାପ କେତେ ନିର୍ଦ୍ଦୟୀ ତା ଛୁଆଟାକୁ ପାଦରେ ଚାଲିବାକୁ କହୁଛି ଏବଂ ସେ ନିଜେ ବୁଢ଼ା ହେଲାଣି ସେ ଉପରେ ବସିକି ଆରାମରେ ଯାଉଛି। ସେଇଠାରୁ ତା ବାପା କହିଲେ ଆସ ପୁଅ ତୁ ବସ ମୁଁ ଦୌଡ଼ି ଧରୁଛି। କିଛି ବାଟ ଗଲା ପରେ ପୁଣି କିଛି ଲୋକ ପାଇଲେ ଏବଂ କହିଲେ ଦେଖରେ କେତେ ନିର୍ଦ୍ଦୟୀ ପିଲାଟା ତା ବୁଢ଼ା ବାପାଟାକୁ ଚାଲଉଛି ଏବଂ ସିଏ ଗଧ ଉପରେ ବସିକି ଆରାମରେ ଯାଉଛି। ଏଇ କଥା ଶୁଣି ସେମାନେ କ'ଣ କଲେ ତା ପୁଅ କହିଲା ମୁଁ ଓହ୍ଲେଇ ଯାଉଛି। ସେମାନେ ଓହ୍ଲେଇ ଗଲେ ଏବଂ ଦୁଇ ଜଣ ସାରା ଦୌଡ଼ି ଧରିକି ଚାଲିଲେ। ଏହାପରେ ସେମାନେ ଚିନ୍ତା କଲେ ଯେ ଆମେ କ'ଣ କରିବା ଦୁଇ ଜଣ ସାରା ଆସ ବସିବା। ତା ପୁଅ କହିଲା ବାପା ତୁମେ ବି ଆସ ମୁଁ ବି ଆସ ଆମେ ଜଣେ ଜଣେ ବସିଲେ ଲୋକମାନେ ଆମକୁ ଥଟ୍ଟା ପରିହାସ କରୁଛନ୍ତି। ତେଣୁକୁ ସେମାନେ ଆସି କ'ଣ କଲେ ବାପ ପୁଅ ଦୁଇ ଜଣ ସାରା ଗଧ ପିଠିରେ ବସିଲେ। କିଛି ଦୂର ଯାଇଛନ୍ତି ଏହାପରେ ଗାଁ ପାଖାପାଖି ଆଉ କିଛି ଲୋକ ମିଳିଲେ ଏବଂ କହିଲେ ଦେଖରେ କେତେ ନିର୍ଦ୍ଦୟ ବାପ ପୁଅ ଦୁଇ ଜଣ ସାରା ଏମାନେ ଗଧଟିକୁ ମାରିବେ ନା କ'ଣ ପଇସା ଟିକେ ଦେଇକି କିଣି ଆଣିଛନ୍ତି ବୋଲି ଏମାନେ ତ ଦୁଇ ଜଣ ସାରା ତା ଉପରେ ବସୁଛନ୍ତି ଏମାନେ ତ ଅତି ସହଜରେ ମାରିଦେବେ। ଏଣୁ ଏଇଥିରୁ ଏହା ଶିକ୍ଷା ମିଳିଲା ଯେ ଆପଣ ଯାହା କଲେ ମଧ୍ୟ ଆପଣ ଭଲ କାର୍ଯ୍ୟ କଲେ ମଧ୍ୟ ଖରାପ କାର୍ଯ୍ୟ କଲେ ମଧ୍ୟ ଲୋକମାନେ ଆପଣମାନଙ୍କୁ ଥଟ୍ଟା ପରିହାସ କରିବେ ଏବଂ ଆପଣଙ୍କର ମଜାକ ଉଡ଼ାଇବାକୁ ଚେଷ୍ଟା କରିବେ ଏବଂ ଆପଣ ଯେକୌଣସି କାର୍ଯ୍ୟ କରୁଥିବେ ପଛପଟୁ ଘିଞ୍ଚିବାକୁ ଚେଷ୍ଟା କରିବେ। ତେଣୁ ଆପଣ ଲୋକଙ୍କ କଥା ନ ମାନି ଆପଣ ଆପଣଙ୍କ କାର୍ଯ୍ୟରେ ନିରନ୍ତର ପ୍ରୟାସ କରନ୍ତୁ। ଚେଷ୍ଟାର ଅସାଧ୍ୟ କିଛି ନାହିଁ ଆପଣ ନିରନ୍ତର ପ୍ରୟାସ କଲେ ଦିନେ ନା ଦିନେ ସକ୍ସେସ୍ ହୋଇପାରିବେ। ଧନ୍ୟବାଦ। ଭିଡ଼ିଓଟି ଭଲ ଲାଗିଥିଲେ ଗୋଟେ ଲାଇକ୍ କରନ୍ତୁ ସେୟାର କରନ୍ତୁ।